ଭାଲୁ ବଇଦଙ୍କ କଳା ଚିକିତ୍ସା। ଗୋଟିଏ ଘନ ଜଙ୍ଗଲ ମଝିରେ ଥିଲା ଗୋଟିଏ ବଡ଼ ଗାଁ। ସେହି ଗାଁର ନାମ ଥିଲା ମଧୁବନପୁର। ସେଠାରେ ହରିଣ, ଠେକୁଆ, ମାଙ୍କଡ଼, ଶିଆଳ, ହାତୀ, ବିଲୁଆ ଓ ଭାଲୁ ସବୁ ଏକାଠି ରହୁଥିଲେ। ଗାଁର ମଝିରେ ଥିଲା ଗୋଟିଏ ପୁରୁଣା ବଟଗଛ। ତାହାର ତଳେ ଥିଲା ଜଙ୍ଗଲର ସବୁଠୁ ଅଜବ ଡାକ୍ତରଖାନା। ସେଠି ବସୁଥିଲେ ଭାଲୁ ବଇଦ। ଭାଲୁ ବଇଦଙ୍କର ଦେହ ଥିଲା ବହୁତ ମୋଟା, ଆଖିରେ ବଡ଼ ଚଷମା, କାନ୍ଧରେ ଲମ୍ବା ଝୋଲା, ହାତରେ ବାଂଶ ଲାଠି। ସେ ଚାଲିଲେ ଧପ୍ 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 ଶବ୍ଦ ହୁଏ। ସମସ୍ତେ ତାଙ୍କୁ ଭୟ ମଧ୍ୟ କରୁଥିଲେ, ଆଉ ସମ୍ମାନ ମଧ୍ୟ କରୁଥିଲେ, କାହିଁକି ନା ତାଙ୍କର ଚିକିତ୍ସା ଭାରି କଡ଼ା। କେହି ଜ୍ୱରରେ ପଡ଼ିଲେ ସେ ନିମପତ୍ର ଓ କଲରା ରସ ପିଆଉଥିଲେ। କେହି କାଶିଲେ ସକାଳୁ ଥଣ୍ଡା ପୋଖରୀରେ ବୁଡ଼ାଉଥିଲେ। କେହି ଅଧିକ ଖାଇଲେ ତାକୁ 10 ଚକର ଦୌଡ଼ାଉଥିଲେ। ତେଣୁ ପଶୁମାନେ କହୁଥିଲେ, ରୋଗ ଠିକ୍ ହେବ, କିନ୍ତୁ ପ୍ରଥମେ ଜୀବନ ଅସୁବିଧା ହେବ। ସେହି ଗାଁରେ ଥିଲା ଜଣେ ବହୁତ ଚତୁର ଓ ଲୋଭୀ ବିଲୁଆ। ତାର ନାଁ ଥିଲା କାଳିଆ। କାଳିଆ ସବୁବେଳେ ଚୋରି କରି ଖାଉଥିଲା। କେବେ ମାଛ, କେବେ ଦହି, କେବେ ପିଠା, କେବେ କ୍ଷୀରି। ରାତି ହେଲେ ସେ ଧୀରେ ଧୀରେ ଘରେ ପଶି ଯାଉଥିଲା। ଗୋଟିଏ ରାତିରେ ମୁର୍କି ମାଉସୀ ଘରେ ବଡ଼ ଭୋଜ ହେଉଥିଲା। ହାଣ୍ଡି ଭରି କ୍ଷୀରି, ପୋଡ଼ପିଠା, ମାଛ ଭଜା ଓ ଦହି ରହିଥିଲା। କାଳିଆ ଗଛ ଉପରୁ ଦେଖି ଜିଭ ଚାଟିଲା, ଆଉ ମନେ ମନେ କହିଲା, ଆଜି ତ ମୋ ଭାଗ୍ୟ ଖୋଲିଗଲା। ସେ ଚୁପଚାପ ଘରେ ପଶିଗଲା। ପ୍ରଥମେ କ୍ଷୀରି ଖାଇଲା, ତାପରେ ମାଛ, ତାପରେ ପିଠା, ପୁଣି କ୍ଷୀରି, ପୁଣି ଦହି। ଖାଇ ଖାଇ ସେ ଏତେ ମୋଟା ହୋଇଗଲା ଯେ ବାହାରକୁ ଆସିବା ବେଳେ ଦୁଆର ମୁହଁରେ ଅଟକିଗଲା। ହାୟରେ ମୋ ପେଟ! ସେ ଜୋର ଲଗାଇ ବାହାରିଲା, କିନ୍ତୁ ବାହାରିବା ସାଥି ସାଥି ପେଟ ଧରି ଗଡ଼ିଗଲା। ମୁଁ ମରିଗଲି। ସକାଳେ ଠେକୁଆ, ଶିଆଳ ଓ ମାଙ୍କଡ଼ ସେଠାକୁ ଆସିଲେ। ମାଙ୍କଡ଼ ହସି କହିଲା, ଦେଖ ଦେଖ, ଚୋର ବିଲୁଆର ପେଟ ଢୋଲ ହୋଇଗଲା। ଶିଆଳ କହିଲା, ନିଶ୍ଚୟ ରାତିରେ କାହାରି ଭୋଜି ଖାଇ ଆସିଛି। ବିଲୁଆ କାନ୍ଦି କହିଲା, ମୋତେ ବଞ୍ଚାଅ। ଠେକୁଆ କହିଲା, ଚାଲ ଭାଲୁ ବଇଦଙ୍କ ପାଖକୁ ଯିବା। ଏହା ଶୁଣି ବିଲୁଆର ଆଖି ବଡ଼ ହୋଇଗଲା। ନା, ସେଠାକୁ ନୁହେଁ, ମୁଁ ଏମିତି ଭଲ ହୋଇଯିବି। କିନ୍ତୁ କେହି ଶୁଣିଲେ ନାହିଁ। ସମସ୍ତେ ମିଶି ଟାଣି ଟାଣି କରି ବିଲୁଆକୁ ଭାଲୁ ବଇଦଙ୍କ ଡାକ୍ତରଖାନାକୁ ନେଇଗଲେ। ଭାଲୁ ବଇଦ ସେତେବେଳେ ଗଛପତ୍ର ପିଷୁଥିଲେ। ସେ ବିଲୁଆକୁ ଦେଖି କହିଲେ, ଏହା ହେଉଛି ଅତି ଖାଇବା ରୋଗ। ତାପରେ ସେ ବଡ଼ ମାଟି ହାଣ୍ଡିରେ ନିମପତ୍ର, କଲରା, ରସୁଣ, ଲଙ୍କା, ତୁଳସୀ
ଓ ଆଉ କେତେ କ'ଣ ମିଶାଇ କଡ଼ା ବନେଇଲେ। ଗନ୍ଧ ଏତେ ଖରାପ ଥିଲା ଯେ ଠେକୁଆ ନାକ ବନ୍ଦ କରି ଧରିଦେଲା। ମାଙ୍କଡ଼ କହିଲା, ଏହା ଔଷଧ ନା ପୋଖରୀର କାଦୁଆ? ଭାଲୁ ବଇଦ ଗର୍ଜନ କଲେ, ଚୁପ୍! ଏହା ହେଉଛି ବିଶେଷ ଔଷଧ। ତାପରେ ବିଲୁଆର ମୁହଁ ଧରି ସମସ୍ତେ କଡ଼ା ପିଆଇ ଦେଲେ। ଉଁ ବିଲୁଆ ଏମିତି ଲାଫ ମାରିଲା ଯେ ସିଧା ପୋଖରୀରେ ପଡ଼ିଗଲା। ସମସ୍ତେ ହସି ହସି ଗଡ଼ିଲେ। କିନ୍ତୁ ଚିକିତ୍ସା ଏଠିରେ ଶେଷ ହେଲା ନାହିଁ। ଭାଲୁ ବଇଦ କହିଲେ, ଆଜିଠାରୁ 7 ଦିନ ମାଛ ବନ୍ଦ, ଦହି ବନ୍ଦ, କ୍ଷୀରି ବନ୍ଦ, ସକାଳୁ ଦୌଡ଼। ବିଲୁଆ କାନ୍ଦି କହିଲା, ହାୟରେ ମୋ ଜୀବନ। ପରଦିନ ସକାଳେ ଭାଲୁ ବଇଦ ଲାଠି ନେଇ ଆସିଲେ। ଉଠ, ବ୍ୟାୟାମ ସମୟ ହୋଇଗଲା। ବିଲୁଆ କହିଲା, ମୋତେ ନିଦ ଲାଗୁଛି। ଭାଲୁ କହିଲେ, ନିଦରେ ରୋଗ ଯିବ ନାହିଁ। ତାପରେ ଆରମ୍ଭ ହେଲା ଦୌଡ଼। ବିଲୁଆ ଦୌଡ଼ୁଥିଲା ଓ ପଛରେ ଭାଲୁ ଲାଠି ନେଇ ଧାଉଁଥିଲେ। ମାଙ୍କଡ଼ ଗଛ ଉପରୁ ଚିତ୍କାର କଲା, ଆଉ ଜୋରରେ ଦୌଡ଼। ପେଟ ଫାଟିବା ପୂର୍ବରୁ କମିଯିବ। ତୃତୀୟ ଦିନ ବିଲୁଆ ଚୁପଚାପ ମାଛ ବେପାରୀ ଘରକୁ ଗଲା। ସେ ଭାବିଲା, ଟିକେ ମାଛ ଖାଇଲେ କିଏ ଜାଣିବ। ସେ ମାଛ ଧରିବାକୁ ଯାଉଥିଲା। ଏତିକିବେଳେ ପଛରୁ ଗର୍ଜନ ଶୁଣିଲା। ପଛକୁ ଘୂରି ଦେଖିଲା ଭାଲୁ ବଇଦ। ବିଲୁଆ ଭୟରେ ମାଛ ଛାଡ଼ିଦେଲା। ଭାଲୁ କହିଲେ, ନିୟମ ଭଙ୍ଗ କରୁଛୁ। ତାପରେ ସେ ଆଉ ବଡ଼ କଡ଼ା ବନେଇଲେ। ଏଥର ଗନ୍ଧ ଏତେ ଭୟଙ୍କର ଥିଲା ଯେ ଶିଆଳ ବେହୋସ ହେବାକୁ ଲାଗିଲା। ବିଲୁଆ କାନ୍ଦି କହିଲା, ମୁଁ ଆଉ କେବେ ଚୋରି କରିବି ନାହିଁ। ଦିନ କଟିଗଲା। ଧୀରେ ଧୀରେ ବିଲୁଆର ପେଟ ଠିକ୍ ହେଲା। ସେ ପୁଣି ଚଞ୍ଚଳ ହେଲା। ଏବେ ସେ ଚୋରି କରୁନଥିଲା। ଓଲଟାରେ ଅନ୍ୟମାନଙ୍କୁ ସଚେତନ କରୁଥିଲା। ଗୋଟିଏ ଦିନ ଜଙ୍ଗଲରେ ଭୋଜି ହେଉଥିଲା। ସମସ୍ତେ ପିଠା ଓ କ୍ଷୀରି ଖାଉଥିଲେ। ମାଙ୍କଡ଼ ମଜା କରି କହିଲା, କାଳିଆ, ଆଉ କ୍ଷୀରି ଖାଉନାହୁଁ କି? ବିଲୁଆ ତୁରନ୍ତ କାନ ଧରି କହିଲା, ନା ନା, ଭାଲୁ ବଇଦଙ୍କ କଡ଼ା ମୋତେ ଏଯାଏଁ ସ୍ମରଣ ଅଛି। ଏହା ଶୁଣି ସମସ୍ତେ ହସି ହସି ଗଡ଼ି ପଡ଼ିଲେ। ଭାଲୁ ବଇଦ ହସି କହିଲେ, କଡ଼ା ଚିକିତ୍ସା କେବେ କେବେ ବଡ଼ ଶିକ୍ଷା ଦେଇଥାଏ। ସେହି ଦିନଠାରୁ କାଳିଆ ବିଲୁଆ ଭଲ ହୋଇଗଲା। ଆଉ ଜଙ୍ଗଲରେ ଯେତେବେଳେ କେହି ଅଧିକ ଖାଉଥିଲେ, ସମସ୍ତେ ମଜା କରି କହୁଥିଲେ, ସାବଧାନ, ଭାଲୁ ବଇଦ ଆସୁଛନ୍ତି। ଏହି ଗପଟିରୁ ଆମମାନଙ୍କୁ ଶିକ୍ଷା ମିଳୁଛି ଯେ ଲୋଭ ଓ ଅଧିକ ଆଳସ୍ୟ ଶେଷରେ କଷ୍ଟ ଦେଇଥାଏ। ନିୟମ ଓ ସଂଯମ ଜୀବନକୁ ସୁଖୀ କରେ।
ଧନ୍ୟବାଦ।